ଏଠି କାମ କରୁଥିଲୁ, କାମ କଲା ବେଳେ କରେଣ୍ଟ ଲାଗିଗଲା। କରେଣ୍ଟ ଲାଗି ହଠାତ୍ ସେ ବଞ୍ଚିଥିଲା, ମେଡିକାଲ ଆସିଲା ପରେ 20 ମିନିଟ୍ ପରେ ଏକ୍ସପାର୍ଟ ହେଇଯାଇଛି। ଘରେ ରଙ୍ଗଲଗା କାର୍ଯ୍ୟ କଲାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ମୃତ। ମୃତକ ଜଣକ ହେଲେ ଭଞ୍ଜନଗର ଥାନା ବାଲିଆପଟା ଗ୍ରାମର ଅକ୍ଷୟ ନାୟକ। ମୋହନା କଲେଜ ଛକ ନିକଟରେ ଏକ ନିର୍ମାଣାଧୀନ ଘର ଉପରେ ରଙ୍ଗଲଗା କାର୍ଯ୍ୟ କରୁଥିଲା ବେଳେ ଘର ଉପର ଦେଇ ଯାଇଥିବା 33 କେବି ବିଦ୍ୟୁତ୍ ତାର ସହିତ ସଂସ୍ପର୍ଶରେ ଅକ୍ଷୟ ଆସିଥିଲେ। ସୂର୍ଯ୍ୟ ନାୟକ, ବାଲିଆପଟା। ଏଠି କାମ କରୁଥିଲୁ, କାମ କଲା ବେଳେ କରେଣ୍ଟ ଲାଗିଗଲା। କରେଣ୍ଟ ଲାଗି ହଠାତ୍ ସେ ବଞ୍ଚିଥିଲା, ମେଡିକାଲ ଆସିଲା ପରେ 20 ମିନିଟ୍ ପରେ ଏକ୍ସପାର୍ଟ ହେଇଯାଇଛି। କେତେ ଦିନ ହେଲା କାମ କରୁଥିଲା? କାମ କଲୁ ଆସିକି ଆମ ଗୋଟେ 8 ଦିନ ହେଇଯିବ। କେମିତି ଲାଗିଲା? କରେଣ୍ଟ ଲାଗିଲା, ସେ ଏକାନି ଘର ଅଛି, ସେକାନି ଘର ଅଛି, ବିଚରେ ଯିବା ଆସିବା ହେଲା ଟାଇମରେ କରେଣ୍ଟ ଲାଗିଗଲା। ଆମେ 2-3 ଥର ଯିବା ଆସିବା ହେଲୁ, ସେକେଣ୍ଡ ଟାଇମ ଇଏ ଗଲା ବେଳକୁ କରେଣ୍ଟ ଲାଗିଗଲା। ସାର୍ ବର୍ତ୍ତମାନ ପେସେଣ୍ଟ ଗୁଡ଼ା ଆସିଥିଲା, କ'ଣ ହେଇଥିଲା ସାର୍? ତ ସେ ପେସେଣ୍ଟ ଆସିଥିଲା, ପେସେଣ୍ଟ ଆସିଲା ବେଳକୁ ସେନ୍ସ ନଥିଲା। ତ ସେମାନେ କହିଲେ ସେ ଇଲେକ୍ଟ୍ରିକ୍ ସକ୍ ବାଜିଛି ବୋଲି କହିଲେ, ବଟ୍ କିଛି ସାଇନ୍ ନଥିଲା, ଇଲେକ୍ଟ୍ରିକ୍ ସକ୍ କିଛି ସାଇନ୍ ସିମ୍ପଟମ୍ ନଥିଲା। ତ ତାକୁ ଚେକ୍ କଲି ମୁଁ, ଚେକ୍ରେ ପଲ୍ସ ନଥିଲା, ତାର କିଛି ପଲ୍ସ ନଥିଲା, ଆଉ ଆଖି ବି ଡାଇଲେଟ୍ ହେଇଥିଲା, ପିପିଲ୍ ଡାଇଲେଟ୍ ହେଇଥିଲା। ତ ତାକୁ ଡେଥ୍ ଡିକ୍ଲେୟାର କରୁଛୁ ଆମେ। ତ ପୋଷ୍ଟମର୍ଟମ୍ ପରେ ଜଣାପଡ଼ିବ କ'ଣ ଆକ୍ଚୁଆଲ୍ କଜ୍ ଅଫ୍ ଡେଥ୍, ପୋଷ୍ଟମର୍ଟମ୍ ପରେ ଜଣାପଡ଼ିବ। ଆମେ ଦେଇଦେଇଛୁ IAC କୁ ଦେଇଦେଇଛୁ, ଇନଫର୍ମ କରିଦେଇଛୁ। ତ ପୋଷ୍ଟମର୍ଟମ୍ ପରେ ଆକ୍ଚୁଆଲ୍ କଜ୍ ଅଫ୍ ଡେଥ୍ ଜଣାପଡ଼ିବ। ତାଙ୍କୁ ସଙ୍ଗେ ସଙ୍ଗେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୋହନା ପୋଲିସ ଘଟଣାର ତଦନ୍ତ କରୁଛି। ମୋହନାରୁ ଅଂଶୁମାନ ପଣ୍ଡାଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍। ଆପଣମାନେ ଦେଖୁଛନ୍ତି ସ୍ୱସ୍ତିକ ଟିଭି।